केवल भोट ପାଇଁ ସେମାନେ କରୁଥିଲେ। ଆମେ ଲୋକଙ୍କ ପାଇଁ କାମ କରିବୁ। ଲୋକ ଯାହା କହିବେ, ଯୋଉ ପଲ୍ଲୀ ସଭା ଗ୍ରାମ ସଭା ଯାହା କହିବ ସେଇ ଆଧାରକୁ ଆଧାରିତ କରି ଆମେ ଯୋଜନା ପ୍ରସ୍ତୁତ କରିବୁ। ଦେଖନ୍ତୁ ମୋ ଉପରେ ଯୋଉ ଦଳ ଭରସା ରଖିଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ଭରସା ରଖିଛନ୍ତି, ନିଶ୍ଚିତ ଭାବରେ ମୁଁ ପାରୁ ପର୍ଯ୍ୟନ୍ତ ଏ ବିଭାଗର ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପ୍ରୟାସ କରିବି। ଯୋଉ ଦାୟିତ୍ୱ ଦେଇଛନ୍ତି ରୁରାଲ ଡେଭଲପମେଣ୍ଟ ଏବଂ ପଞ୍ଚାୟତ ରାଜ ବିଭାଗ, ଏ ବିଭାଗ ଗାଁର ଗରିବର ସମସ୍ୟା ଆଧାରିତ ବିଭାଗ ଅଛି। ସେହି ଦୃଷ୍ଟି ନେଇ ଯୋଉ ଆଶା ମୋ ଉପରେ ରଖିଛନ୍ତି, ଭରସା ମୋ ଉପରେ ରଖିଛନ୍ତି, ମୁଁ ପାରୁ ପର୍ଯ୍ୟନ୍ତ ଗଠନମୂଳକ ଭାବରେ କାମ କରିବା ପାଇଁ ପ୍ରୟାସ କରିବି। ଏ ବିଷୟ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳଜୀ ପ୍ରଥମେ ଆରମ୍ଭ କରିଥିଲେ ଯେ ଗାଁକୁ ପ୍ରଶାସନ ଯିବ ଏବଂ ଗାଁର ବ୍ୟବସ୍ଥା ସହରକୁ ଆସିବ। ସେ ଦୃଷ୍ଟିରୁ ପ୍ରଥମ ତାଙ୍କର ପଦକ୍ଷେପ ଥିଲା ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା। ସେହି ଦୃଷ୍ଟିରୁ ଆମେ ଜାଣିଛୁ ଯେ ଯେତେବେଳେ ପଞ୍ଚାୟତ ରାଜ ବିଭାଗ ତିଆରି ହେଲା, 20,000 ଟଙ୍କାରେ ଗୋଟେ ପଞ୍ଚାୟତ ଚାଲୁଥିଲା। ସେ ପଇସା ଥିଲା କେଏଲ ର ପଇସା। ଏବେ ଆପଣ ଦେଖୁଥିବେ ଏ 3 ବର୍ଷ ଭିତରେ ଯୋଉ କମିଶନର ପଇସାଟା ବି ଆସୁଥିଲା କେନ୍ଦ୍ରରୁ, 15th ଫାଇନାନ୍ସ କମିଶନ, 14th ଫାଇନାନ୍ସ କମିଶନ, ସେ ପଇସା ବି ଡାଇଭର୍ଟ କରିଦେଲେ। ଯୋଉ ପାୱାର ଦିଆଯାଇଥିଲା, ଆମେ 24 ବର୍ଷର ଶାସନର ଭିତରେ ମୁଁ ଯାହା ଦେଖିଛି, କୋଭିଡ ସମୟରେ ଗୋଟେ ସରପଞ୍ଚ କଲେକ୍ଟର ହେଇପାରିବ, କିନ୍ତୁ ଯେତେବେଳେ କାମ କଥା କୁହାଯାଉଛି, ବ୍ୟବସ୍ଥାର କଥା କୁହାଯାଉଛି, ପ୍ରଥମେ ସାନିଟେସନ ପ୍ରୋଗ୍ରାମ ଟୋଟାଲ ପଞ୍ଚାୟତ ଅଣ୍ଡରରେ ଥିଲା, ତାକୁ କାଢି ନିଆଗଲା। ଯୋଉ ଷ୍ଟ୍ରିଟ୍ ଲାଇଟ୍ ଲାଗିବା କଥା, ସ୍କୁଲର ରିପେୟାରିଂ କଥା, ରାସ୍ତାର କଥା, ଗାଁର ବନ୍ଧ ଇମ୍ପ୍ରୁଭମେଣ୍ଟର କଥା, ପାହାଚ ତିଆରି କରିବା କଥା, ଏସବୁ ଯୋଉ ବ୍ୟବସ୍ଥା ଥିଲା, ଏ 3 ବର୍ଷ ଭିତରେ ତାକୁ ପାଣ୍ଡିଆନ କାଢି ନେଇଥିଲା। ତ ସେ ଦୃଷ୍ଟିରୁ ଯୋଉ ବିଶ୍ୱାସ ରଖୁଥିଲେ ଲୋକମାନେ ଦଳ ପ୍ରତିନିଧି ମାନଙ୍କ ଉପରେ, ସେ ବିଶ୍ୱାସ ଲୋକଙ୍କ ଉପରେ କୁଠାରଘାତ କଲା। ତ ଏ ପ୍ରକାର ଅବ୍ୟବସ୍ଥା ଭିତରେ ମୁଁ ବି ଅବଗତ ଅଛି। ସେ ଦୃଷ୍ଟିରୁ ଆଗାମୀ ଦିନରେ ପଞ୍ଚାୟତର ଆମେ ଉନ୍ନତି ପାଇଁ କେମିତି ଯୋଜନା ପ୍ରସ୍ତୁତ ହେବା, ସେ ଉପରେ ଆମେ ବିଭାଗ ସହିତ କଥାବାର୍ତ୍ତା ହେଇ ତାପରେ ଆମେ ଲକ୍ଷ୍ୟ ରଖିବୁ ଯେ ଆମର ପଞ୍ଚାୟତ ଏମ୍ପାୱାର ହଉ, ଯେମିତି ଟ୍ରାନ୍ସପରେନ୍ସି ବ୍ୟବସ୍ଥା ଅଟଳଜୀ କରିଥିଲେ, ଭାରତର ରତ୍ନ ଯାହାକୁ ଆମେ କହୁଛୁ, ସେ ପ୍ରକାର ଆଗାମୀ ଦିନରେ ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟିର ସରକାରକୁ ବିଶ୍ୱାସ କରିଛନ୍ତି। ଭାରତୀୟ ଜନତା ପାର୍ଟିର ନେତା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବି ବିଶ୍ୱାସ ରଖିଛନ୍ତି। ଏ କିଛି ଦିନରେ ମୁଁ ଦେଖିଛି, ଆମେ ଆଗାମୀ ଦିନରେ ଗାଁ ଗହଳିର ଲୋକଙ୍କର ଏବଂ ସେ ସମସ୍ୟା କେମିତି ଦୂର ହବ, ଯୋଉ ଦାୟିତ୍ୱ ମତେ ଦେଇଛନ୍ତି, ନିଶ୍ଚିତ ଭାବରେ ମୁଁ ପୁନର୍ବାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ, ଭାରତୀୟ ଜନତା ପାର୍ଟିର ସମସ୍ତ ନେତୃତ୍ୱଙ୍କୁ ମୋ ତରଫରୁ ଧନ୍ୟବାଦ। ଅନେକ ଯୋଜନା ତାଙ୍କ ନାଁରେ ହେଇଥିଲା, ଆମ ଗାଁ ଆମ ବିକାଶ ଯୋଜନା ବଦଳାଇକି ଆମ ଓଡିଶା ନବୀନ ଓଡିଶା ଯୋଜନା ହେଇଥିଲା। ଏ ସବୁ ଯୋଜନା ରୂପରେଖ କଣ? କେବଳ ଭୋଟ ପାଇଁ ସେମାନେ କରୁଥିଲେ, ଆମେ ଲୋକଙ୍କ ପାଇଁ କାମ କରିବୁ। ଲୋକ ଯାହା କହିବେ, ଯୋଉ ପଲ୍ଲୀ ସଭା ଗ୍ରାମ ସଭା ଯାହା କହିବ, ସେଇ ଆଧାରକୁ ଆଧାରିତ କରି ଆମେ ଯୋଜନା ପ୍ରସ୍ତୁତ କରିବୁ। ଗଣତନ୍ତ୍ର ଭାବରେ ଯଦି ଚଲେ, ତାହେଲେ ଲୋକଙ୍କର ସମସ୍ୟା ଦୂର ହେଇପାରିବ ଏବଂ ଯୋଜନା ତାଙ୍କ ପାଖକୁ ପହଞ୍ଚି ପାରିବେ। ବର୍ତ୍ତମାନ ଗୋଟେ କାମ ହଉଛି, ତାର ଆକାଉଣ୍ଟେବିଲିଟି କେହି ନାହାନ୍ତି। କିଏ ଦେଖିବ, କିଏ କରୁଛି? ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିଲି ଜଗନ୍ନାଥ ପ୍ରକଳ୍ପ ସିଂହଦ୍ୱାର ଖୋଲିବା ପାଇଁ।
ଲାଇଟ୍ କିଏ ଲଗେଇଲା, କୋଉଠୁ ଲାଇଟ୍ ଆସିଲା, କେମିତି ନେଇଗଲେ, ଏସବୁ ବିଷୟ ଗୋଟେ ଆମକୁ ଗୋଟେ ଆଶ୍ଚର୍ଯ୍ୟ ଲାଗିଲା। ସେମିତି ପଞ୍ଚାୟତ ରାଜ ବ୍ୟବସ୍ଥାରେ ଯୋଉମାନଙ୍କର ଯୋଉ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ମେମ୍ବର, ଯୋଉ ଥ୍ରୀ ଟାୟାର ଯୋଉ ପଞ୍ଚାୟତ ରାଜ ବ୍ୟବସ୍ଥା ଅଛି, ସେ ବ୍ୟବସ୍ଥାକୁ ଯଦି ଠିକ ଭାବରେ ଆମେ ସୁଚାରୁ ରୂପେ ସମ୍ପାଦନ କରିପାରିବା, ନିଶ୍ଚିତ ଭାବରେ ଆମର ଗାଁ ପଞ୍ଚାୟତର, ବ୍ଲକର, ସହରର ଉନ୍ନତି ହେଇପାରିବ, ଏ ବିଶ୍ୱାସ ମୋର ଅଛି।